ଜଗନ୍ନାଥ। ଆଜି ନୀଳମଣିର ଦ୍ୱିତୀୟ ଭାଗ ଶୁଣିବା। ସେ ପାଦଚିହ୍ନ କାହାର ଥିଲା ଆମେ ଜାଣିବାକୁ ଏହି ଭିଡ଼ିଓରେ ଚେଷ୍ଟା କରିବା। ସେହି ରହସ୍ୟମୟ ରାତିର ଘଟଣା ପରେ ମୋ ମନରୁ ଭୟ ଯାଇନଥିଲା। ପରଦିନ ସକାଳେ ମୁଁ ପୁଣି ସେହି ବରଗଛ ପାଖକୁ ଗଲି। କାଦୁଅ ଶୁଖିଯାଇଥିଲା, କିନ୍ତୁ ସେହି ଅଦ୍ଭୁତ ପାଦଚିହ୍ନ ଗୁଡ଼ିକ ଏବେ ବି ସ୍ପଷ୍ଟ ଦେଖାଯାଉଥିଲା। ମୁଁ ଲକ୍ଷ୍ୟ କଲି ସେହି ଚିହ୍ନଗୁଡ଼ିକ କେବଳ ବରଗଛ ପର୍ଯ୍ୟନ୍ତ ଯାଇନଥିଲା, ବରଂ ଗଛର ଗଣ୍ଡି ଭିତରେ ମିଶିଗଲା ପରି ଲାଗୁଥିଲା। ମୁଁ ଯେତେବେଳେ ଗଛର ଶୁଖିଲା ପତ୍ରଗୁଡ଼ିକ ଘୁଞ୍ଚାଇଲି, ଦେଖିଲି ସେଠାରେ ଏକ ପୁରୁଣା ପିତ୍ତଳର ବାକ୍ସ ପୋତି ହୋଇ ରହିଛି। ବାକ୍ସଟି ଅଧା ଖୋଲା ଥିଲା। ତା ଭିତରେ ଥିଲା ତାଳପତ୍ରରେ ଲେଖା ହୋଇଥିବା କିଛି ପୁରୁଣା ପାଣ୍ଡୁଲିପି ଏବଂ ଅଜବ ଧରଣର ପଥର, ଯାହା ସୂର୍ଯ୍ୟକିରଣରେ ନୀଳ ରଙ୍ଗରେ ଚମକୁଥିଲା। ସେହି ପାଣ୍ଡୁଲିପିରୁ ଜଣାପଡ଼ିଲା ଯେ ବହୁ ବର୍ଷ ପୂର୍ବେ ସେଠାରେ ଜଣେ ବଡ଼ ଜ୍ୟୋତିର୍ବିଦ୍ ରହୁଥିଲେ, ଯିଏ ଆକାଶର ନକ୍ଷତ୍ରମାନଙ୍କ ସହ କଥା ହେବାର ଶକ୍ତି ରଖିଥିଲେ। କୁହାଯାଏ ସେ ନିଜର ସମସ୍ତ ଗୂଢ଼ ଜ୍ଞାନକୁ ଏହି ଗଛ ମୂଳେ ଗୁପ୍ତ କରି ରଖିଥିଲେ। ମୁଁ ସେହି ପଥରଟିକୁ ହାତରେ ଛୁଇଁବା ମାତ୍ରେ ଚାରିଆଡ଼େ ଏକ ପ୍ରକାର କମ୍ପନ ସୃଷ୍ଟି ହେଲା। ମୋତେ ଲାଗିଲା ସତେ ଯେମିତି କେହି ଜଣେ ମୋ କାନ ପାଖରେ କହିଲା, ତୁମେ ଏହି ଜ୍ଞାନର ଉପଯୁକ୍ତ ଅଧିକାରୀ, ଏହାକୁ ସଂରକ୍ଷିତ କରି ରଖ। ଠିକ୍ ସେତିକିବେଳେ ବାହାରେ ପୁଣି ସେହି ପକ୍ଷୀର ରାବ ଶୁଣାଗଲା। କିନ୍ତୁ ଏଥର ସେହି ଶବ୍ଦରେ ଭୟ ନଥିଲା, ଥିଲା ଏକ ଆଶୀର୍ବାଦର ସ୍ୱର। ମୁଁ ବୁଝିପାରିଲି ଯେ ସେହି ରାତିର ରୋମାଞ୍ଚକର ଅନୁଭୂତି କୌଣସି ଦୁର୍ଘଟଣା ନଥିଲା, ବରଂ ପ୍ରକୃତିର ଏକ ରହସ୍ୟମୟ ଉପହାର ଥିଲା। ସେହି ଦିନଠାରୁ ସେହି ସ୍ଥାନର ପରିବେଶ ସମ୍ପୂର୍ଣ୍ଣ ବଦଳିଗଲା। ମୁଁ ସେହି ପାଣ୍ଡୁଲିପି ଗୁଡ଼ିକର ଅନୁବାଦ କାମରେ ଲାଗିପଡ଼ିଲି, ଯାହା ସାରା ବିଶ୍ୱ ପାଇଁ ଏକ ନୂତନ ଦିଗ ଦେଖାଇବାର ସମର୍ଥ ରଖିଥିଲା। ଏହାପରେ ପରବର୍ତ୍ତୀ ଭିଡ଼ିଓରେ ତୃତୀୟ ଭାଗ ଶୁଣିବେ ନୀଳମଣିର।